ସମୟର ଚକ୍ର ଘୁରୁଛି। ଏହି ଚକ୍ର ସାଥେ କାହାର ଭାଗ୍ୟ ବଦଳୁଛି। ହଁ ବନ୍ଧୁ, ଆଜିର ଏଇ ଜ୍ୟୋତିଷିକ କାର୍ଯ୍ୟକ୍ରମକୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ସମୟ ଚକ୍ରରେ ଆମେ ବି ଘୁରୁଛେ। ଆଜି ଯେ ରାଜେନ୍ଦ୍ର ଆସନେ କାଲି ସେ ଫକୀର, କହି ହେଉନି କେତେବେଳେ କାହାର କିଭଳି ଦୁଃଖ ଆସିବ। ତଥାପି ଚେଷ୍ଟା କରିବା ବାକୁ ବତା। 31 ତାରିଖ ଶୁକ୍ରବାର, ମେଷ ରାଶି, ଦ୍ୱିଜା ନକ୍ଷତ୍ରଧାରୀ ଲୋକେ ରାତି 7ଟା 27ଟାରୁ ହଇରାଣ ହେବେ। ମାତ୍ର ଏମାନଙ୍କର ଆୟ ବୃଦ୍ଧି ହେବ ସକାଳ 6ଟା 38 ଯାଏ। ବିବିଧ ଲାଭପ୍ରଦ କର୍ମ କରି ଆନନ୍ଦ ପାଇବେ। ଦେହ ମୁଣ୍ଡ ସୁସ୍ଥ ରହିବ। 6ଟା 38 ପରଠାରୁ ଏହି ସମସ୍ତ କର୍ମର ବିକାଶ ହେବ। ଆୟ ବଢ଼ିଯିବ, ଲାଭ ମଧ୍ୟ ବଢ଼ିଯିବ। ଯଦି ଏମାନେ ବୁଦ୍ଧିମାନ ଓ ଭାଗ୍ୟବାନ, ତେବେ ଆସିବାକୁ ଥିବା ଏହି ଧନ ପାଇଁ କର୍ମ ତତ୍ପର ରହି ମୁଣ୍ଡ ଖଟାନ୍ତୁ। ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ ଓ ବାଃ ମାରିବେ। ମୁଁ ଜିନ୍ଦାବାଦ। ବୃଷ ରାଶି 31 ତାରିଖ ଶୁକ୍ରବାର, ବୃଷ ରାଶି, ରୋହିଣୀ ନକ୍ଷତ୍ରଧାରୀ ଲୋକେ ରାତି 7ଟା 27ଠାରୁ ସତର୍କ ରହିବା ଉଚିତ। ଦିନ ସାରା ଏମାନେ ସ୍ୱକର୍ମ କରି ଖୁସି ହେବେ। ଆୟ ବଢ଼ିଯିବ। ଠିକ୍ ସକାଳ 7ଟା 38 ପରେ ସେ ସମସ୍ତ କର୍ମ ଧନପ୍ରଦ ହେବ। ଦେହପା ସୁସ୍ଥ ରହିବ। ଆୟ ବଳ ବଢ଼ିଯିବ। ସକାଳ 38 ଯାଏ ସାବଧାନତା ଅବଲମ୍ବନ ନ କଲେ ବିବିଧ ସମସ୍ୟାର ସମ୍ମୁଖୀନ ହେବେ। ଜାଣନ୍ତୁ, ଦିନର ଆରମ୍ଭ ଅଶୁଭରେ ହେବ, କିନ୍ତୁ ଦିନର ଶେଷ ଶୁଭରେ ହେବ। ମଙ୍ଗଳମୟ ଦିନ। ବୁଧ, ରବି, ଶୁକ୍ର, ଚନ୍ଦ୍ର, ଶନି ପ୍ରସନ୍ନ ଅଛନ୍ତି। ଆଉ ସକାଳୁ ବିରାଡ଼ି ଛିଙ୍କିଲା ବୋଲି ମନ ଦୁଃଖ କରିବେନି। ଆରମ୍ଭ ହେବ ଅଶୁଭରୁ, ସରିବ ଶୁଭରେ। 31 ତାରିଖ ଶୁକ୍ରବାର, ମିଥୁନ ରାଶି, ଆର୍ଦ୍ରା ନକ୍ଷତ୍ରଧାରୀ ଜନତା ରାତି 7ଟା 27ଠାରୁ ସାବଧାନ ରହିବା ଉଚିତ। ଏମାନେ ଆଜି ଜଠର ଜନିତ ରୋଗାକ୍ରାନ୍ତ ହେବେ। ପେଟ ଖରାପ ହେବ। ଆଜି କେତୁ ବୃହସ୍ପତି ଶୁଭ କାମନା କରୁଥିଲା ବେଳେ ଅନ୍ୟ 7ଟି ଗ୍ରହ ବିରୁଦ୍ଧାଚରଣ କରୁଛନ୍ତି। ସକାଳୁ 6ଟା 40 ଯାଏ ଅସୁସ୍ଥ ରହିବେ। ତାପରେ ସୁସ୍ଥ ହେଲେ ବି ଦୁର୍ବଳ ଲାଗିବ। ତଥାପି ସାବଧାନ ଯେ ପ୍ରକୃତ ଶୁଭ ସମୟ ଆସିନି। ଆପଣଙ୍କୁ ଭାବିଚିନ୍ତି ପଦକ୍ଷେପ ନେବାକୁ ପଡ଼ିବ। ସମ୍ମାନ ହାନି ହେବାର ଭୟ ଅଛି। ଯଥା ସମ୍ଭବ ମୌନ ରୁହନ୍ତୁ। ଅତି ଆବଶ୍ୟକ ନହେଲେ କାହା ଆଗରେ ହାତ ମୋଡ଼ି କିଛି ମାଗନ୍ତୁନି। ଯେତେ ଜ୍ଞାନୀ ହେଇଥାନ୍ତୁ, କାହାକୁ ପରାମର୍ଶ ଦିଅନ୍ତୁନି। ଯାଚି କଇଲାଣ ମାଗି ଓଳଗି କେବେ ବି ଶୁଭ ନୁହେଁ। କର୍କଟ ରାଶି 31 ତାରିଖ ଶୁକ୍ରବାର, କର୍କଟ ରାଶି, ଅଶ୍ଳେଷା ନକ୍ଷତ୍ର ଯୁକ୍ତ ମନୁଷ୍ୟ ରାତି 7ଟା 27ଠାରୁ ବିଚାର ବିମର୍ଶ କରି ପଦକ୍ଷେପ ନ ନେଲେ ହଇରାଣ ହେବେ। ଏମାନେ ଆଜି ଅସୁସ୍ଥ ରହିପାରନ୍ତି। କର୍କଟ ରାଶି ଲୋକମାନେ ରବି, ବୃହସ୍ପତି, କେତୁ, ଚନ୍ଦ୍ର, ରାହୁ, ଶନି ଓ ବୁଧ ଗ୍ରହ ଅଶୁଭ କାମନା କରୁଛନ୍ତି। କେବଳ 2ଟି ଗ୍ରହ ମଙ୍ଗଳ ଓ ଶୁକ୍ର ଶୁଭ ସହଯୋଗ କରୁଛନ୍ତି। ଏଣୁ ଶୁଣନ୍ତୁ, ନିରାଶ୍ରୟ ମାଂ ଜଗଦୀଶ ରକ୍ଷ। ଏହି ମନ୍ତ୍ର ଦିନ ସାରା ଜପନ୍ତୁ। ନିରାଶ୍ରୟ ମାଂ ଜଗଦୀଶ ରକ୍ଷା ନାହିଁ। ଆଜି ସକାଳ 6ଟା 40 ପରେ କ୍ରମଶଃ ଅସୁସ୍ଥ ହେବେ। ସୁତରାଂ କୌଣସି ନିରାପଦ ସ୍ଥାନରେ ବିଶ୍ରାମ ନିଅନ୍ତୁ। ମଙ୍ଗଳ ହେବ। ନିରାଶ୍ରୟ ମାଂ ଜଗଦୀଶ ରକ୍ଷ। 31 ତାରିଖ ଶୁକ୍ରବାର, ସିଂହ ରାଶି, ପୂର୍ବ ଫାଲ୍ଗୁନ ନକ୍ଷତ୍ରଧାରୀ ଜନତା ରାତି 7ଟା 27ଠାରୁ ସତର୍କ ରହିବା ଉଚିତ। ଏମାନେ ଆଜି ଅନ୍ୟଠାରୁ ସ୍ନେହ ଆଦର ପାଇବେ। ଦେହର କୌଣସି ଅଙ୍ଗରେ ଅତି ଦୁଃଖ ହେବ। ଏତିକି ଦୁଃଖ, ଆଉ ନାହିଁ।
ଧନାଗମ ପାଇଁ ଦିନଟି ପ୍ରଶସ୍ତ। ଉଦ୍ୟମ ବ୍ୟାହତ ରହିଲେ ମନ ଲାଖି ଧନର ରୋଜଗାର କରିପାରିବେ। ଚନ୍ଦ୍ରମା ମଙ୍ଗଳ ବୁଧ ଆଦି ଗ୍ରହ ଖୁସି ଅଛନ୍ତି, ଏଣୁ ମଙ୍ଗଳ ହେବ। ସଂଯମତା ରକ୍ଷା କଲେ ଶାନ୍ତି ଓ ସୁଖ ଉଭୟ ଆସି ପାଖରେ ସମୁଦ୍ର ଲହଡ଼ି ପଡ଼ି ବାଡ଼େଇ ହେବ। 31 ତାରିଖ ଶୁକ୍ରବାର କନ୍ୟା ରାଶି ହସ୍ତା ନକ୍ଷତ୍ର ଯୁକ୍ତ ବ୍ୟକ୍ତିଗଣ ରାତି 7ଟା 27 ଠାରୁ ସାବଧାନ ରହିଲେ ଭଲ। ଏମାନଙ୍କୁ ଆଜି ସବୁ କ୍ଷେତ୍ରରେ ସହଯୋଗ ମିଳିବ। ଚନ୍ଦ୍ରମା ରାହୁ ବୁଧ ଗୁରୁ ରବି ଓ ଶୁକ୍ର ଆଦି ଗ୍ରହଗଣ ପ୍ରସନ୍ନ ଅଛନ୍ତି, ଏଣୁ ବିଶେଷ ମଙ୍ଗଳ ହେବ। ସମସ୍ତ ପ୍ରକାର କୌଳିକ ମୌଳିକ ଆର୍ଥିକ ଓ ବୌଦ୍ଧିକ ସୁଖ ପାଇବେ। ଆଜି ସବୁ କାର୍ଯ୍ୟର ଫଳ ଲାଭପ୍ରଦ ହେବ। କୌଣସି ପ୍ରକାର କ୍ଷତି ନାହିଁ। ଦେହ ପା ସୁସ୍ଥ ରହିବ। ଯଥୋଚିତ ଉଦ୍ୟମ କଲେ ଧନ ଲବ୍ଧ ହେବ। ଆଜି ମଞ୍ଜି ଲଗାନ୍ତୁ ନା, ସେ ଗଛ ହେବ ଓ ଫଳ ନିଶ୍ଚୟ ଫଳିବ। ହଁ, ଆଜି ଲାଭପ୍ରଦ ଦିନ। 31 ତାରିଖ ଶୁକ୍ରବାର ତୁଳା ରାଶି ସ୍ୱାତି ନକ୍ଷତ୍ରଧାରୀ ଜନତା ରାତି 7ଟା 27 ଠାରୁ ସତର୍କତା ଅବଲମ୍ବନ କଲେ ଭଲ। ଦିନଟି ଭଲ ନୁହେଁ, ଋଣଗ୍ରସ୍ତ ହୋଇପାରନ୍ତି। ଆଜି ଶନି ବୁଧ ରବି କେତୁ ଆଦି ଗ୍ରହଗଣ ସହଯୋଗ କଲେ ବି ଅନ୍ୟ ପଞ୍ଚଗ୍ରହ କୂଟ କରୁଛନ୍ତି, ତେଣୁ ହଠାତ୍ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ସହସା ବିଦଧି ତନ କ୍ରିୟାଂ ଅବିବେକୀ ପରମାପଦଂ ବ୍ରଜେତ୍। ଭାବି ବିଚାରି କାମ ନ କଲେ ଗୋଡ଼ ଖସିବ। ଭାବି ବିଚାରି କାମ କଲେ ବିବିଧ ପାରିବାରିକ ଲୌକିକ ଓ ଦୈହିକ ସୁଖ ପାଇବେ। ମଧ୍ୟମ ଧରଣର ଆୟ ହେବ। ପିମ୍ପୁଡ଼ି ପରି କାମ କରି ଚାଲିଲେ ସମ୍ମାନିତ ହେବେ। ଯଦି ବାକର ହେବେ ତାହେଲେ ସମ୍ମାନ ହାନି ହେବ। 31 ତାରିଖ ଶୁକ୍ରବାର ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ର ଯୁକ୍ତ ବ୍ୟକ୍ତି ସମୁଦାୟ ରାତି 7ଟା 27 ଠାରୁ ହୁସିଆର ରୁହନ୍ତୁ। ଆଜି ମାନସିକ ଅଶାନ୍ତି ହେତୁ ମୁଣ୍ଡ ବ୍ୟଥା ହେବ। ଚନ୍ଦ୍ର ରାହୁ ଶନି ମଙ୍ଗଳ ରବି ଓ କେତୁ ଅମଙ୍ଗଳ କାମନା କରୁଥିବାରୁ ଦିନଟି ଶୁଭରେ ଯିବନି। ଦେହ ସାମାନ୍ୟ ଖରାପ ହେବ। ପୁରୁଣା ରୋଗ ପୁଣି ଆକ୍ରମଣ କରିବ। ଆୟ ଅମଳ କମିଯିବ। ମନ ଭଲ ଲାଗିବନି। ଦୁଶ୍ଚିନ୍ତାରେ ବହୁ ସମୟ ଯିବ। ଯାତ୍ରା କଲେ ହଇରାଣ ହେବେ। ଯଥା ସମୟରେ ଖାଦ୍ୟ ବ୍ୟବସ୍ଥା ହୋଇପାରିବ ନାହିଁ। ଅପରାହ୍ନରେ ବନ୍ଧୁ ସହଯୋଗ ମିଳିପାରେ। ସୂର୍ଯ୍ୟାସ୍ତର ଏପଟ ସେପଟ, ସୂର୍ଯ୍ୟାସ୍ତ ପୂର୍ବରୁ ଓ ସୂର୍ଯ୍ୟାସ୍ତ ପରେ ଦିଅଁ ଦର୍ଶନ ଯୋଗ ମିଳିବ। ଚେଷ୍ଟା କରନ୍ତୁ ନା। 31 ତାରିଖ ଶୁକ୍ରବାର ଧନୁରାଶି ପୂର୍ବାଷାଢ଼ା ନକ୍ଷତ୍ର ଯୁକ୍ତ ଜନତା ରାତି 7ଟା 27 ଠାରୁ ସତର୍କ ରୁହନ୍ତୁ। ଆଜି ଦିନ ଆପଣଙ୍କୁ ଲାଭରେ ରଖିବ। ଆଜି ଆପଣଙ୍କୁ ଚନ୍ଦ୍ରମା ରାହୁ ମଙ୍ଗଳ ଶୁକ୍ର ପ୍ରଭୃତି ଗ୍ରହ ଦୟା କରିବେ। ଧନାଗମ ଭଲ ହେବ। ମାତ୍ର ଭାଇ ବନ୍ଧୁ କୁଟୁମ୍ବ ପ୍ରଭୃତିଙ୍କ ସହ ମନ ମିଳିବନି। ଯଦି ପରୋପକାରୀ ହେବେ ଓ ପରଶ୍ରୀ କାତର ନ ହେବେ ତେବେ ଉଚ୍ଚ କୋଟିର ସମ୍ମାନ ଲାଭ କରିବେ। ଈଶ୍ୱରଙ୍କ ଭରସା କରି ଯେକୌଣସି କାମ କରନ୍ତୁ, ତାର ଫଳ ଅବଶ୍ୟ ଲାଭପ୍ରଦ ହେବ। ବଢ଼ିଆ ଦିନ। ଈଶ୍ୱରଙ୍କୁ ଭରସା କରନ୍ତୁ, ଧର୍ମକୁ ଡରନ୍ତୁ, ଭୁଲ କାମ କରନ୍ତୁନି। 31 ତାରିଖ ଶୁକ୍ରବାର ମକର ରାଶି ଶ୍ରବଣା ନକ୍ଷତ୍ର ସମ୍ପନ୍ନ ଲୋକମାନେ, ଯାହାର ଶ୍ରବଣା ନକ୍ଷତ୍ର, ସେମାନେ ରାତି 7ଟା 27 ଠାରୁ ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ, ବିପଦ ଆସୁଛି। ଆଜ ଏକ ଖର୍ଚ୍ଚାନ୍ତ ଦିନ। ଆଜି ଚନ୍ଦ୍ର ରାହୁ ମଙ୍ଗଳ ରବି କେତୁ ଆଦି ଗ୍ରହଗଣ ଶୁଭ ଚିନ୍ତା କରୁଛନ୍ତି, ତେଣୁ ଅସ୍ଥିରତା ଭିତରେ ସବୁ କାମ ବିଗିଡ଼ିଯିବ। ଶାନ୍ତି ଭଙ୍ଗ ହେବ। ନିଜ ଭୁଲ ବୁଝି ଅନ୍ୟମାନଙ୍କ ଭୁଲ ନ ଖୋଜି ଯଦି ବଞ୍ଚିବେ ତାହେଲେ ସୁଖ ପାଇବେ। ଯଦି ଅନ୍ୟମାନଙ୍କ ଭୁଲ ଖୋଜି ଖୋଜି ଚାଲିବେ ତାହେଲେ ନିଜେ ଗୋଟିଏ ଭୁଲ ମଣିଷ ହେଇଯିବେ। ଅନେକ ଶୁଣନ୍ତୁ, କମ୍ କହନ୍ତୁ, ନହେଲେ ଆଜି ସମସ୍ତେ କହିବେ
ବାଜ୍ୟ ଲୋକ ଇତ୍ୟାଦି। 31 ତାରିଖ ଶୁକ୍ରବାର କୁମ୍ଭ ରାଶି ଶତବିଶା ନକ୍ଷତ୍ର ଥିବା ଲୋକେ ରାତି 7ଟା 27 ପରଠୁ ଟିକେ ଭାବନ୍ତୁ, ହାତେ ମାପି ଚାଖେଣ୍ଡେ ଚାଲନ୍ତୁ। ଯେଣୁ ଚନ୍ଦ୍ରମା ବୁଧ ରବି ପ୍ରସନ୍ନ ଅଛନ୍ତି, ଜାଣନ୍ତୁ ଆପଣ ଆଜି ଅସାଧ୍ୟ ସାଧନ କରିପାରିବେ। ପ୍ରଥମତଃ ସକାଳ 6ଟା 40 ଯାଏ ଚୁପଚାପ ସ୍ଥିର ରୁହନ୍ତୁ, କାହା ସହ ମିଳାମିଶା କରନ୍ତୁନି। 6ଟା 40 ପରଠାରୁ ଆପଣଙ୍କର ଭାଗ୍ୟର ବି ଉଦୟ ହେବ। ପୂର୍ବାପେକ୍ଷା ସୁନ୍ଦର ଦିଶିବେ, ନିଜକୁ ବଳବାନ ଭାବିବେ, ଅସାଧ୍ୟ ସାଧନ କରିପାରିବେ। ଭାବିବେ ମନକୁ ଆସିବ, ମୁଁ ଚେଷ୍ଟା କଲେ ପାହାଡ଼କୁ ଉଠେଇ ନେଇପାରିବି, ମୁଁ ଆଜି ହରବାନ। କେତେ ଶକ୍ତି ଆସିବ ଆଜି ମନକୁ, ଦେହକୁ, ଛାତିକୁ, ବାହୁକୁ, ଅଣ୍ଟାକୁ। ପୂର୍ବାପେକ୍ଷା ସୁନ୍ଦର ଦିଶିବେ, ନିଜକୁ ବଳବାନ ମନ ଲାଗିବ, ଅସାଧ୍ୟ ସାଧନ କରିପାରିବେ। ଉପହାର ମିଳିବ, ଆଉ ସମୁଚିତ ଉପାୟରେ ମୁଣ୍ଡ ଖଟାଇ ଖଟି ପାରିଲେ ଆପଣ ଧନ ବାଣ୍ଟିବେ, ଏତେ ବଳ କି ଯିବ। ଆଜି ବଢ଼ିଆ ଦିନ, ବିପୁଳ ଆୟ ହେବ, ଦେହ ମନ ଠିକ୍ଠାକ୍ ରହିବ। କିନ୍ତୁ ସକାଳ 6ଟା 40 ଯାଏ ଟିକେ ଚୁପ୍ ରୁହନ୍ତୁ। ସକାଳ 6ଟା 40 ପରଠୁ ଇଏ ଭଲ ସମୟ ଆସିବ। ମୀନ ରାଶି 31 ତାରିଖ ଶୁକ୍ରବାର ମୀନ ରାଶି ଉତ୍ତର ଭାଦ୍ରପଦ ନକ୍ଷତ୍ର ଥିବା ଜନଗଣ ରାତି 7ଟା 27 ଠାରୁ ଭାବି ଚିନ୍ତି କାମ ନ କଲେ ହଇରାଣ ହୋଇଯିବେ। ଶନି ରବି ଶୁକ୍ର ରାହୁ ଓ ଚନ୍ଦ୍ରମା ପୂର୍ଣ୍ଣ ଅଶୁଭ ଅଛନ୍ତି। ଏଣୁ ଆଜ ଦିନ ଆୟ ମାନ୍ଦା ହେବ, ବ୍ୟୟ ବୃଦ୍ଧି ହେବ, ସ୍ୱାସ୍ଥ୍ୟ ଗଣ୍ଡଗୋଳ ହେବ, ଦୂରଯାତ୍ରା କଲେ ହଇରାଣ ହେବେ। ସବୁ ସ୍ଥଳରେ ବିପଦ ଜଗିଛି। ମାତ୍ର ତୃତୀୟ ମଙ୍ଗଳ, ଚତୁର୍ଥ ବୁଧ, ପଞ୍ଚମ ଗୁରୁ, ଷଷ୍ଠ କେତୁ ଛତା ଭଳିଆ ଢାଙ୍କିବେ, ବାପା ଭଳିଆ ସାହାଯ୍ୟ କରିବେ। ବିପଦ ଆସିଲେ ବି ଆପଣଙ୍କର କ୍ଷତି ହେବନି। ତଥାପି ହାତେ ମାପି ଚାଖେଣ୍ଡେ ନ ଚାଲିଲେ କହି ହେଉନି କ'ଣ ହେବ। ହଁ ବନ୍ଧୁ, ଆଜିର ଏହି ଗ୍ରହଚକ୍ର ଆଲୋଚନା ଏଇଠି। ପୁଣି ଈଶ୍ୱର ଚାହିଁଲେ ଆସନ୍ତାକାଲି ମୁଁ ଆପଣଙ୍କର ସୁନ୍ଦର ମୁହଁ ଦେଖିପାରିବି। ନମସ୍କାର।